ଯୋଉମାନେ ନାସ୍ତିକ ସେମାନେ ଭଗବାନଙ୍କର ପ୍ରେଜେନ୍ସ ମାନନ୍ତିନି ମାନନ୍ତିନି, ନା। ଭେରି ଅନଫର୍ଚୁନେଟ୍, ତାଙ୍କର ବ୍ୟାଡ୍ ଲକ୍। ତ ସେମାନେ ପୁଣି କୋଉଠିକି ଯିବେ? ସପୋଜ ମୁକ୍ତି ପାଆନ୍ତି କି ମୋକ୍ଷ ପାଆନ୍ତି, ବଟ୍ କାମ ତ କରେ, ଏ ଡିଭାଇନ୍ ପାୱାର କାମ କରେ, ବଟ୍ ଯେହେତୁ ସେମାନେ ମାନୁନାହାନ୍ତି ସେମାନଙ୍କର ଇଗ୍ନୋରେନ୍ସ ପାଇଁ ସେମାନେ ଗୋଟେ କଥା ମାନୁନାହାନ୍ତି। କହିଲେ ନା, ଯୋଉମାନେ ସତ୍କର୍ମ କରିଛନ୍ତି, ମେ ବି ଜଣେ ଭଗବାନଙ୍କୁ ମାନୁନି କିନ୍ତୁ ତା କର୍ମ ବହୁତ ଭଲ ଅଛି, କର୍ମ ବହୁତ ଭଲ ଅଛି ଇନ୍ ଦ ସେନ୍ସ ଯେ ଲୋକଙ୍କୁ ହେଲ୍ପ କରୁଛି, ସିଏ ତା ଲାଇଫରେ ପୁରା ଇମାନଦାର ଅଛି, କରପ୍ସନରେ ଇନଭଲ୍ଭ ନାହିଁ, ହୁଁ, ସିଏ ଯେତିକି ସମାଜ ପାଇଁ କରିପାରିବ କରୁଛି, ସିଏ ତାର ଲାଇଫ ଗଢୁଛି। ଗଡ୍ ୱିଲ୍ ଡିସାଇଡ୍ କି ତାକୁ ନର୍କ ତ ସେ କେବେ ଯିବନି, ବଟ୍ ଗଡ୍ ୱିଲ୍ ଡିସାଇଡ୍ ଯେ ମୁଁ ତାକୁ ଆଗରେ କୋଉ ଲାଇଫରେ କୋଉ ଜନ୍ମଟା ଦେବି, କିନ୍ତୁ ସେ ଭଗବାନଙ୍କୁ କ୍ରିଟିସାଇଜ ବି କରୁନଥିବ। ଆଜିକାଲି ନାସ୍ତିକର ଆପଣ ଯଦି ଦେଖିବେ, ଜଣେ ଭଗବାନଙ୍କୁ ମାନୁନି ଠିକ୍ ଅଛି, ବଟ୍ ସେ କ୍ରିଟିସାଇଜ କରୁନଥିବ, ଆଉ ଆପଣ ଭଗବାନଙ୍କୁ କ୍ରିଟିସାଇଜ କରୁଥିବେ, କହିବା ମୁଁ ତ ଏ କର୍ମ କରୁଛି, ମୁଁ ସେ କର୍ମ, ଆପଣ କିଛି କରୁନାହାନ୍ତି। ଲେଟ୍ ମି କ୍ଲିୟର ଦ୍ୟାଟ୍ ଥିଙ୍ଗ, ହୁଁ, ନଥିଙ୍ଗ ଇଜ ହ୍ୟାପେନିଂ ବାଇ ୟୋର ୱିଶ ଅର୍ ବାଇ ୟୋ। ଛୁଆଟେ ବି ଯୋଉ ଜନ୍ମ ନଉଛି ନା, ମା ବାପା କହୁଛନ୍ତି ଆମେ ଜନ୍ମ କରୁଛୁ, ଭାଇ ତମେ ଜନ୍ମ କରିନ, ଜନ୍ମ ତାକୁ ଦେଲା ବାଲା ହେଲା ଭଗବାନ, ହୁଁ, ମା ବାପା ହେଲା ମିଡିୟମ, ପ୍ରିଭିୟସ୍ ବର୍ଥର କିଛିଟା କର୍ମ ଅଛି ତା ସହିତ କାର୍ମିକ ରିଲେସନ, ସେଇଥିପାଇଁ ସେ ତମ ମାଧ୍ୟମରେ ଏଇ ସଂସାରକୁ ଆସିଛି। ହୁଁ।